जय जगन्नाथ सांग माने नमस्कार दर्शक बंधु चलतु शुणा महिषासुर जन्म कहानी। दुर्गा पूजा आम भारत वर्षर एक प्रसिद्ध पर्व अटे। यह आम देशर पूर्व राज्यर गुड़िकर खास कर पश्चिम बंगरे खूब धूमधाम रे पालन करा जाए। ओडिशार विभिन्न स्थान मानकरे मध्य एही पर्व पालन करा जाई थाए। माँ दुर्गांकर एही पर्व आश्विन मास बा इंग्राजी कैलेंडर अनुसार सेप्टेम्बर किंबा अक्टोबर मासरे पड़ी थाए। यही पूजा माँकर प्रतिमुक्ति दशभुजाधारी माटी निर्माण करा जाई थाए। षष्ठी ठारू पूजा आरंभ करा जाई थाए। एही भव्य पूजा षष्ठी सप्तमी अष्टमी नवमी और दशमी एहीपरि 5 दिन धरी पालन करा जाई थाए। एही पूजा मंडप आखपाखरे बहुत गुड़िक पूजा दुकान और बहुत गुड़ाए दोली मध्य पड़ी थाए, ଯେଉଁଥିପାଇଁ ଏଠାରେ ଲୋକମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ। ଦଶମୀ ବା ଦଶହରା ଦିନ ବହୁତ ବଡ଼ ରାବଣର ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଅଧର୍ମ ରୂପୀ ରାବଣକୁ ନଷ୍ଟ କରି ଦିଆଯାଇଥାଏ। ତେବେ ଏହି ଉତ୍ସବ ସମ୍ବନ୍ଧରେ ପ୍ରାଚୀନ କିମ୍ବଦନ୍ତୀ କହେ ଯେ ଏହା ଦେବୀ ଦୁର୍ଗାଙ୍କର ମହିଷାସୁର ଉପରେ ବିଜୟର ପର୍ବ ଅଟେ। ତେବେ କିଏ ଏହି ମହିଷାସୁର, ଯାହାର ପ୍ରକଳ୍ପରେ ଦେବତାମାନଙ୍କୁ ଥରହର କରିଦେଇଥିଲା? ତେବେ ତ୍ରିଦେବ ମଧ୍ୟ ଯାହାର ବିନାଶ କରି ପାରିନଥିଲେ, ଯାହାର ବିନାଶ ପାଇଁ ଦଶଭୁଜାଧାରୀ ମା ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଏହାର ପୌରାଣିକ କଥା। ଋଷି କଶ୍ୟପ ଓ ଅନୁଙ୍କର 2 ପୁତ୍ର ଥିଲେ, ରମ୍ଭ ଓ କର୍ମ୍ଭ। ରମ୍ଭ ଓ କର୍ମ୍ଭ ବରଦାନ ଆଶାରେ ତପସ୍ୟା କରିବାକୁ ଲାଗିଲେ। ରମ୍ଭ ଅଗ୍ନି ମଧ୍ୟରେ ଓ କର୍ମ୍ଭ ଜଳ ମଧ୍ୟରେ ବୁଡ଼ି ରହି ଘୋର ତପସ୍ୟା କଲେ। ଦେବତାମାନଙ୍କ ମଧ୍ୟରେ ରାଜା ଇନ୍ଦ୍ର ଦାନବମାନଙ୍କର ଏହିପରି ଘୋର ତପସ୍ୟା ଦେଖି ଚିନ୍ତିତ ହୋଇପଡ଼ିଲେ ଏବଂ ଭାବିଲେ ଯଦି ସେମାନଙ୍କୁ ବରଦାନ ମିଳିଯାଏ ତେବେ ତାହା ସୃଷ୍ଟିର ବିନାଶକାରୀ ପାଇଁ ବିପଦ ସୃଷ୍ଟି ହେବ। ସେ ତପସ୍ୟା ଭଙ୍ଗ କରିବା ପାଇଁ ଉଦ୍ଦେଶ୍ୟ କଲେ। ସେ ଏକ କୁମ୍ଭୀର ରୂପରେ ଯାଇ ଜଳରେ ତପସ୍ୟା କରୁଥିବା କର୍ମ୍ଭକୁ ବୋଧ କଲେ। ରମ୍ଭ ଅଗ୍ନି ଦ୍ୱାରା ଘେର ହୋଇଥିବା କାରଣରୁ ତାଙ୍କର କିଛି କରିପାରିଲେ ନାହିଁ। ରମ୍ଭ ନିଜ ଭ୍ରାତାଙ୍କର ମୃତ୍ୟୁ ସମ୍ବନ୍ଧରେ ଜାଣିପାରି ସେ ସ୍ୱୟଂକୁ ଶେଷ କରିବାକୁ ଚେଷ୍ଟା କଲେ। ମାତ୍ର ତତ୍କ୍ଷଣାତ୍ ଅଗ୍ନିଦେବ ପ୍ରକଟ ହୋଇ ତାଙ୍କୁ ଅଟକାଇଲେ ଏବଂ ଏକ ବୀରପୁତ୍ର ଲାଭ ବରଦାନ କଲେ। ତାପରେ ରମ୍ଭ ଓ ଏକ ମହିଷୀର ପୁତ୍ର ଭାବରେ ଜନ୍ମ ନେଇଥିଲେ ମହିଷାସୁର। ଉଭୟ ଅସୁର ଓ ମହିଷୀର ସନ୍ତାନ ହୋଇଥିବାରୁ ସେ ତାଙ୍କର ନିଜର ଇଚ୍ଛା ଅନୁସାରେ ଦାନବ କିମ୍ବା ମହିଷୀର ରୂପ ଧାରଣ କରିପାରୁଥିଲେ। ରମ୍ଭ ପୁତ୍ର ମହିଷାସୁର ବ୍ରହ୍ମାଙ୍କର ତପସ୍ୟା ଆରମ୍ଭ କଲେ ଏବଂ ନିଜର କଠୋର ତପସ୍ୟା ବଳରେ ବ୍ରହ୍ମଦେବ ତାଙ୍କୁ ପ୍ରସନ୍ନ କରି ପାରିଥିଲେ, ଯାହା ଫଳରେ ବ୍ରହ୍ମଦେବ ତାଙ୍କୁ ସମ୍ମୁଖରେ ପ୍ରକଟ ହୋଇ ତାଙ୍କୁ ଯେକୌଣସି ବର ମାଗିବା ପାଇଁ କହିଲେ। ମହିଷାସୁର ମଧ୍ୟ ବ୍ରହ୍ମଦେବଙ୍କୁ ଅମର ହେବାର ବରଦାନ ମାଗିଲେ, କିନ୍ତୁ ଏହା ଶୁଣି ବ୍ରହ୍ମଦେବ ତାଙ୍କୁ କହିଲେ ଯେ ଏହା ସୃଷ୍ଟିର ନିୟମ ବିରୁଦ୍ଧରେ ଅଟେ। ଏଠାରେ ଯିଏ ଜନ୍ମ ନେଇଛି ତାହାର ମୃତ୍ୟୁ ଅବଶ୍ୟ। ତା ଛଡ଼ା ଅନ୍ୟ କିଛି ମାଗି ନେବାକୁ ବ୍ରହ୍ମଦେବ କହିଲେ। ଏହା ଶୁଣି ମହିଷାସୁର କିଛି ସମୟ ଚିନ୍ତା କରି କହିଲେ ଯେ ପ୍ରଭୁ, ଯଦି ଆପଣଙ୍କର ଏହି ଇଚ୍ଛା ତେବେ ମୋତେ ଏପରି ବର ଦିଅନ୍ତୁ, କେହି ବି ପୁରୁଷ ଦେବତା ହୁଅନ୍ତୁ କି ଦାନବ, ସେ ମୋର ଅନ୍ତ କରିପାରିବେ ନାହିଁ। ମୋର ମୃତ୍ୟୁ ଏକ ନାରୀ ହାତରୁ ହିଁ ସମ୍ଭବ ହୋଇପାରିବ। ଏହାଛଡ଼ା ମୋର କୌଣସି ପୁରୁଷ ହାତରେ ମୋର ମୃତ୍ୟୁ ହେବ ନାହିଁ। ବ୍ରହ୍ମଦେବ ତାକୁ ଏହି ବରଦାନ ଦେଇ ସେଠାରୁ ଚାଲିଗଲେ। ମହିଷାସୁର ବରଦାନ ପାଇ ଅହଙ୍କାରରେ ସମ୍ପୂର୍ଣ୍ଣ ଧରାପୃଷ୍ଠରେ ତାର ଅତ୍ୟାଚାର ଆରମ୍ଭ କରିଦେଲା। ସେ ଭାବୁଥିଲା ଯେ କେହି ହେଲେ ଗୋଟିଏ ନାରୀ ତାର ମୃତ୍ୟୁର କାରଣ ବନିପାରିବ ନାହିଁ। ଏତିକିରେ ସେ ସନ୍ତୁଷ୍ଟ ନ ହୋଇ ସେ ଦେବତା ଲୋକକୁ ଉପରେ ଆକ୍ରମଣ କରିଦେଲା ଏବଂ ଦେବଲୋକରେ ଇନ୍ଦ୍ରଙ୍କ ସହିତ ସମସ୍ତ ଦେବତାମାନଙ୍କୁ ସେଠାରୁ ତଡ଼ିଦେଲା। ସେମାନଙ୍କୁ ସେଠାରୁ ତଡ଼ି ଦେଇ ଇନ୍ଦ୍ର ଆସନକୁ ତାର ନିଜ ଅଧିକାରରେ ନେଇଗଲା।
ତାପରେ ସମସ୍ତ ଦେବଗଣ ସାଙ୍ଗ ହୋଇ ତ୍ରିଦେବଙ୍କ ପାଖକୁ ଯାଇ ଗୁହାରି ଜଣାଇଲେ। ବ୍ରହ୍ମାଙ୍କ ବରଦାନ ପାଇ ତାକୁ କୌଣସି ପୁରୁଷ ମାରିପାରିବେ ନାହିଁ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ନିଜ ନିଜ ଶକ୍ତିକୁ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ କରି ଏକ ଶକ୍ତିଶାଳୀ ନାରୀର ଆବାହନ କଲେ। ସେହିଠାରେ ମହିଷାମର୍ଦିନୀ ମା ଦୁର୍ଗାଙ୍କର ଆବିର୍ଭାବ ଘଟିଲା। ମହିଷାସୁରକୁ ବଧ କରିବା ପାଇଁ ତ୍ରିଦେବ ଓ ଅନ୍ୟ ସମସ୍ତ ଦେବାଦେବୀମାନେ ତାଙ୍କର ନିଜ ନିଜର ଅସ୍ତ୍ର ମାଙ୍କୁ ପ୍ରଦାନ କଲେ ଏବଂ ସୃଷ୍ଟିକୁ ଅସୁର କବଳରୁ ରକ୍ଷା କରିବା ପାଇଁ ମାଙ୍କୁ ବନ୍ଦନା କଲେ। ମା ଦୁର୍ଗା ତାଙ୍କର ଦଶଭୁଜାଧାରୀ ରୂପ ଧାରଣ କରି ସିଂହ ପିଠିରେ ବସି ମହିଷାସୁର ସହିତ ଯୁଦ୍ଧ କରିବା ପାଇଁ ବାହାରି ପଡ଼ିଲେ। 9 ଦିନ ଭୀଷଣ ଯୁଦ୍ଧ ପରେ 10ମ ଦିନରେ ମା ଦୁର୍ଗା ମହିଷାସୁରକୁ ବଧ କରି ବିଜୟ ଲାଭ କଲେ। ସେଥିପାଇଁ ସେ ମହିଷାସୁରମର୍ଦିନୀ ନାମରେ ସେ ପରିଚିତ। ଏହି ଯୁଦ୍ଧ 10ମ ଦିନ ଓ 9 ରାତି ଧରି ଚାଲିଥିବାରୁ ଏହାକୁ ମନେ ପକାଇବାକୁ ଯାଇ ପ୍ରତିବର୍ଷ ଗୁଜରାଟ ଆଦି ରାଜ୍ୟରେ ଏହି ସମୟରେ ନବରାତ୍ରି ପର୍ବ ପାଳନ କରାଯାଇଥାଏ। ଆହୁରି ମଧ୍ୟ କୁହାଯାଏ କି ରାବଣକୁ ପରାସ୍ତ କରିବା ନିମନ୍ତେ ପ୍ରଭୁ ଶ୍ରୀରାମ ମା ଦୁର୍ଗାଙ୍କର ଆରାଧନା କରିଥିଲେ ଏବଂ ଦଶହରା ଦିନ ରାବଣ ଉପରେ ବିଜୟ ଲାଭ କରିଥିଲେ। ତେଣୁ ଏହି ଦିନକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ। ଏହି ଦିନକୁ ମନେ ପକାଇବା ପାଇଁ ତଥା ଅଧର୍ମ ଉପରେ ଧର୍ମକୁ ଦର୍ଶାଇବା ପାଇଁ ରାବଣର ପ୍ରତିମାକୁ ଜାଳି ଦିଆଯାଇଥାଏ। ଆପଣମାନେ ଯଦି ମା ଦୁର୍ଗାଙ୍କ ବିଷୟରେ ଆହୁରି କିଛି ଜାଣିବା ପାଇଁ ଚାହୁଁଛନ୍ତି ତେବେ ମୋ ଚ୍ୟାନେଲରେ ମା ଦୁର୍ଗାଙ୍କ ଜନ୍ମ କାହାଣୀ କ'ଣ ରହିଛି, ନବରାତ୍ରିର ରହସ୍ୟ ଉପରେ ଏକ ଭିଡ଼ିଓ ପଡ଼ିସାରିଛି, ଯାଇକି ଦେଖିପାରିବେ। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ କମେଣ୍ଟ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଜୟ ମା ଦୁର୍ଗା ଲେଖିବା ପାଇଁ ଜମାରୁ ବି ଭୁଲନ୍ତୁନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।